ଘରର ସବୁଠୁ ଅନ୍ତରତମ ପ୍ରଦେଶ, ଯୋଉଠି ମା ମାନେ ବୋହୂ ମାନେ ବିଭିନ୍ନ କାରଣରୁ କିଛି ବୟସ୍କ ଲୋକ ଯୋଉମାନେ ସତ୍ସଙ୍ଗ ଫିଜିକାଲି ଯୋଗ ଦେଇ ପାରନ୍ତିନି, ସେମାନେ ଘରର ସବୁଠୁ ନିଭୃତ କୋଣରେ ରହି ସତ୍ସଙ୍ଗ ଉପଭୋଗ କରନ୍ତି। ଠାକୁରଙ୍କର ତାଙ୍କ ପ୍ରିୟ ପରମର କଥା ସେମାନେ ଶ୍ରବଣ କରନ୍ତି, ମନନ କରନ୍ତି, ଆନନ୍ଦ ହୁଅନ୍ତି, ପୁଲକିତ ହୁଅନ୍ତି। ଯାହା ଭାଇ କହୁଥିଲେ ଯେ ସମସ୍ତେ ପୁଲକିତ ହୁଅନ୍ତି, ଏଇଟା ହଉଛି ମୁଁ ଯେଭଳି ଭାବେ ଚାହେଁ, ମୋର ସତ୍ତା ଯେଭଳି ଚାହେଁ ଆନନ୍ଦ, ପ୍ରତ୍ୟେକର ସତ୍ତା ବି ଚାହେଁ ସେଇଭଳି ଆନନ୍ଦ। ଆନନ୍ଦରେ ସେ ପୁଲକିତ ହେଇ ଉଠିବ। ପରମ ପୂଜ୍ୟ ଶ୍ରୀ ଆଚାର୍ଯ୍ୟ ଦେବ ଏଇ ରୀତି କନଫରେନ୍ସରେ ସେ ଆନନ୍ଦର କଥା କହୁଥିଲେ। তুমি ଯାହା ବି କର କିନ୍ତୁ ସେଥିରୁ ଆନନ୍ଦଟା ଉତ୍ପନ୍ନ ହଉଛି କି ନାହିଁ, ଆନନ୍ଦଟା ହଉଛି ଆମର ଚରମ ପ୍ରାପ୍ତି। ସେ ଆନନ୍ଦ ହଉଛି ଆମର ଜୀବନର ଲକ୍ଷ୍ୟ। ଯୋଉ ଆନନ୍ଦ ଭିତରେ ଆମେ ସଚରାଚର ପ୍ରତ୍ୟେକଟି ସତ୍ତାକୁ ଉପଭୋଗ କରିବା ହିଁ ମଣିଷର ଜନ୍ମ। ଠାକୁର କହୁଛନ୍ତି ଭୋଗ କରିବା ପାଇଁ ହିଁ ମଣିଷ ଆସିଛି। ପ୍ରତ୍ୟେକଟି ଜୀବସତ୍ତା ଆସିଛି ଜନ୍ମ ନିଏ କେବଳ ଭୋଗ ହିଁ କରିବା ପାଇଁ। ଭୋଗର ଅନ୍ତରାୟ ଯାହା, ତାକୁ ସେ ତ୍ୟାଗ କରେ। ତ୍ୟାଗର ଅର୍ଥଟା ଠାକୁର ସ୍ପଷ୍ଟ ହେଇ ବୁଝେଇ ଦେଲେ। ଭୋଗର ଯାହା ଅନ୍ତରାୟ, ତାକୁ ହିଁ ଆମେ ତ୍ୟାଗ କରୁ, ତାକୁ ହିଁ ବାସ୍ତବରେ ତ୍ୟାଗ କହୁ। ଆଉ ଯିଏ ତ୍ୟାଗ ପାଇଁ ତ୍ୟାଗ କରେ, ସେ ପରିଶେଷରେ ସର୍ବହରା ହେଇ ଶେଷକୁ ସମର୍ପଣ କରିବାକୁ ବାଧ୍ୟ ହୁଏ। ତ୍ୟାଗ ପାଇଁ ତ୍ୟାଗ କରାଯାଏନି, ଭୋଗ ପାଇଁ ତ୍ୟାଗ କରାଯାଏ। ସ୍ପଷ୍ଟ କଥା ଠାକୁର କହିଲେ। ତେଣୁ ମଣିଷ ଯେତେ ପ୍ରିୟ ପରମଙ୍କର କଥା ଯେତେ ଶ୍ରବଣ କରେ, ମନନ କରେ, ମନଟା ପୁଲକିତ ହୁଏ। ସେ କର୍ମ କ୍ଷେତ୍ରରେ ନିଜକୁ ତା ଭିତରେ ଯେ କର୍ମ ପ୍ରତି ଗୋଟେ ଆଗ୍ରହ ସୃଷ୍ଟି ହୁଏ। ଆଜି ଯେ କର୍ମ ପ୍ରତି ଗୋଟେ ଅନାଗ୍ରହ ଭାବ ଆଜି ସର୍ବତ୍ର ପରିଲକ୍ଷିତ ହୁଏ। କମ କାମ କରି ବହୁତ ଲାଭ ପାଇବା, ତଥାକଥିତ ଲାଭ ପାଇବା ସମସ୍ତଙ୍କ ଭିତରେ ଗୋଟେ ମହଜୁଦ ହେଇକିରି ଅଛି। ଯେ କର୍ମ ଉନ୍ମାଦନା ବଦଳରେ ଯେମିତି କର୍ମ ଜଡତା ସମସ୍ତଙ୍କ ଭିତରେ ଗୋଟେ ସମସ୍ତଙ୍କୁ ବାନ୍ଧି ରଖିଛି। ଆଜିର ବସ୍ତୁବାଦୀ ଦୁନିଆରେ ଯାହା ଆମେ ପରିଲକ୍ଷିତ କରୁଛୁ। ତେଣୁ ଠାକୁରଙ୍କୁ ମନଟାକୁ ଉନ୍ମାଦିତ କରିବା, ପ୍ରିୟ ପରମଙ୍କର ଭାବରେ, ପ୍ରିୟ ପରମଙ୍କର କଥାରେ, ତାଙ୍କର ସବୁ ସ୍ୱରୂପକୁ ମଥାରେ ରଖି ଯଦି ମୁଁ କର୍ମ ଜୀବନରେ ଝାମ୍ପ ଦିଏ ବା କର୍ମ ଗୁଡ଼ିକୁ ତାର ବୈଶିଷ୍ଟ୍ୟ ଅନୁଯାୟୀ ସମ୍ପାଦନ କରେ, ତାହେଲେ କର୍ମର ଫଳଟା ମତେ ନନ୍ଦିତ କରିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଆମେ ଯୋଉମାନେ ସଂସାରୀ ଲୋକ, ଯୋଉମାନେ ଯାହା ଭିତରେ କର୍ମମୟ ଜୀବନ ଯାହାର ରହିଛି, ସେ ବୁଝିପାରୁଥିବ ଯେ କର୍ମର ଫଳଟା କର୍ମର ଅନୁରୂପ ହିଁ ହୁଏ। ମୋର କର୍ମର ଅନୁରୂପ ହିଁ ହବ, ତାଠୁ ଅଧିକ କିଛି ହବନି। ତେଣୁ ଠାକୁର କହୁଛନ୍ତି ଯାହାର କର୍ମଟା ଯେଭଳି ଭାବେ ତାର ଭାବଟା ବି ସେଇଭଳି ଭାବେ। ମୁଁ ଯେଭଳି କରିବି ମୋର କରିବାର ଅନୁରୂପ ଭାବଟା ମୋ ଭିତରେ ପ୍ରତିଫଳିତ ହବ। ଠାକୁର ଉଦାହରଣ ଦେଇକରି ବି କହିଲେ ଯେ ମଣିଷ ଯଦି ଭଲ କାମ କରେ, ତାର ଭଲ ଭାବଟା ତା ଭିତରେ ପ୍ରକାଶିତ ହୁଏ। ଯଦି ଖରାପ କାମ କରେ, ଅସତ୍ କାର୍ଯ୍ୟ କରେ, ଅସତ ର ଭାବଟା ବି ତା ଭିତରେ ଅନୁରୂପ ଭାବ ରିଫ୍ଲେକ୍ଟ ହୁଏ। ତାର ପ୍ରତିଟି ପଦକ୍ଷେପରେ, ତାର ପ୍ରତିଟି ଅଭିବ୍ୟକ୍ତି ଭିତରେ, ଜୀବନର ଅଭିବ୍ୟକ୍ତି ଭିତରେ ସେ ପ୍ରତିଫଳିତ ହୁଏ। ଠାକୁର ଯେମିତି କହିଲେ, ପିଲାବେଳେ ମୁଁ ଯାଇଥିଲି, ଗଛରେ ଚଢିଥିଲି, ଖଜୁରୀ ଗଛରେ ପକ୍ଷୀ ଶାବକ ମାନଙ୍କୁ ଧରିବାର ଗୋଟେ ଝୁଙ୍କ ଥିଲା ସେତେବେଳେ। ତେଣୁ ଠାକୁର ପିଲାବେଳେ ନିଜେ ଚଢିଲେ, ପକ୍ଷୀ ଶାବକ ଗୁଡିକୁ ତାର ବସା ଭିତରେ ସିଏ ଧରି ଆଣୁଛନ୍ତି। ସେତେବେଳେ ଦେଖାଗଲା ବିଷଧର ସାପକୁ ସିଏ ଧରିଛନ୍ତି। ଠାକୁର ଦେଖିଲେ ଯେତେବେଳେ ହାତରେ ତାଙ୍କର ବିଷଧର ସାପଟା ଅଛି, ସେ ଭୟରେ ତଳକୁ ଶୀଘ୍ର ଓହ୍ଲେଇ ଦୂରରେ ଯାଇକି ଛିଡା ହେଲେ। ସେତେବେଳେ ସେ ଭୟ ପାଇଲେ। ଦେଖନ୍ତୁ, ଗୋଟେ ବିଷଧର ସାପ ଯେତେବେଳେ ମଣିଷଟି ଧରେ, ସେ ନିଶ୍ଚୟ ଅନୁରୂପ ଭାବେ ଭୟ ପାଇବ। କିନ୍ତୁ ଠାକୁର କହିଲେ, କିନ୍ତୁ ଯେତେବେଳେ ସିଏ ଧରିଥିଲେ ସାପଟାକୁ, ସେତେବେଳେ ସିଏ ଭୟ ପାଇନଥିଲେ। ସିଏ ଯେ ନିଜକୁ ରକ୍ଷା, ଯେ ମଣିଷ ନିଜକୁ ରକ୍ଷା କରିବାର ଭାବଟା ତା ଭିତରେ ସ୍ୱତଃ ହିଁ ରହିଛି। ସେଇ ଭାବରେ ସେ ସାପଟାକୁ ସେଠି ଛାଡି ଦେଇ ନିର୍ଭୟରେ ସେ ତଳକୁ ଆସିଛନ୍ତି। କିନ୍ତୁ କିଛି ସମୟ ପରେ ଦୂରେ ଠିଆ ଦେଖୁଛନ୍ତି, ତାଙ୍କୁ ଭୟ ଲାଗୁଛି। ଭୟର ଭାବଟା ଯିବ କୁଆଡେ? ସେ ଅନୁଭୂତ ହେଇଛି। ତେଣୁ ଯାହାର କର୍ମ ଯେଭଳି ଭାବେ, ଯିଏ ଯେଭଳି କର୍ମ କରେ, ତାର ମନ ଭିତରେ ସେ ଭାବଟା, ତାର ଅନୁରୂପ ଭାବଟା ବି ସୃଷ୍ଟି ହୁଏ। ତେଣୁ କର୍ମମୟ ଜୀବନଟା ଯେତେ ବିନ୍ୟସ୍ତ ହୁଏ, ଯେତେ ଇଷ୍ଟାର୍ଥେ ସେ ନିୟନ୍ତ୍ରିତ ହୁଏ, ମଣିଷର ଭାବଟା ସବୁବେଳେ ଉଚ୍ଚତର ଭାବେ ନିମଜ୍ଜିତ ହେଇକି ରହେ।
ଉଚ୍ଚ ସିଏ ନିମ୍ନ ସ୍ତରକୁ ସିଏ ଆସେନି। ସେତେବେଳେ ନିମ୍ନ ସ୍ତରକୁ ଯେତେବେଳେ ମଣିଷ ଆସେ ଭାବଟା, ସେତେବେଳେ ତାକୁ ଇତରତା ସ୍ପର୍ଶ କରେ। କାମ, କ୍ରୋଧ, ଲୋଭ, ଭୟ, ସଙ୍କୋଚ, ଦୁର୍ବଳତା, ଏ ସବୁ ଜିନିଷ ତାକୁ ସ୍ପର୍ଶ କରେ। ସେତେବେଳେ ମଣିଷଟା ତାର ନିଜର ପରିଚୟ ସିଏ ହରେ, ତାର ବୈଶିଷ୍ଟ୍ୟ, ତାର ପରିଚୟ। ଯେ ଠାକୁର କହୁଛନ୍ତି ଜୀବନର ଏକ ବୈଶିଷ୍ଟ୍ୟ ରହିଛି। ଜୀବନର ବୈଶିଷ୍ଟ୍ୟ ଗୁଡିକ ତିନି ଭାଗରେ ବିଭକ୍ତ। ସେ ତିନି ଭାଗରେ ବିଭକ୍ତ ହଉଛି, ଗୋଟିଏ ହଉଛି ଯେ ପ୍ରୋଟେକ୍ସନ, ପ୍ରୋ ପ୍ରିଜର୍ଭେସନ ଆଣ୍ଡ ପ୍ରୋ କ୍ରିଏସନ। ଏ ତିନିଟା ତାର ଯୋଉ ଜନ୍ମଗତ ବୈଶିଷ୍ଟ୍ୟ ରହିଛି ପ୍ରତ୍ୟେକଟି ଜୀବସତ୍ତାର, ଏ ତିନି ଭାଗରେ ସେ ବିଭକ୍ତ ହେଇଛି। ଠାକୁର କହୁଛନ୍ତି ଯେ ପ୍ରୋ ପ୍ରୋଟେକ୍ସନ, ପ୍ରୋ ପ୍ରିଜର୍ଭେସନ। ମୁଁ ଯେ ଖାଏ, ମତେ ଭୋକ ହେଲେ ମୁଁ ଖାଦ୍ୟ ପାଖକୁ ଯାଏ। ଏଇଟା ହଉଛି ଯେ ଜୀବ ସତ୍ତାର, ପ୍ରତ୍ୟେକଟି ସତ୍ତାର ପ୍ରୋ ପ୍ରିଜର୍ଭେସନ ର ଏକ ପ୍ରତିଫଳନ। ଯେ ମୋ ସତ୍ତାଟାକୁ ମୁଁ ବଞ୍ଚେଇ ରଖିବି, ମତେ ବଞ୍ଚେଇ ରଖିବାକୁ ହେଲେ, ସଂରକ୍ଷିତ ରଖିବାକୁ ହେଲେ, ସେଇଭଳି ଭାବେ ଯେଭଳି ଭାବେ ରହିଛି ମୁଁ ସେଭଳି ବଞ୍ଚିବାକୁ ଚାହୁଁଛି ଅନନ୍ତ ଜୀବନ ପାଇଁ। ଇଏ ହଉଛି ଜୀବନର ଆକୁତି। ସିଏ କୌଣସି ପ୍ରକାର ତାର ସତ୍ତାକୁ ସୁରକ୍ଷିତ ରଖିବାକୁ ଚାହେଁ। ସିଏ ଅନନ୍ତ ଜୀବନ ପାଇଁ ବଞ୍ଚି ରହିବାକୁ ଚାହେଁ। ଇଏ ହଉଛି ସତାର ଆକୁତି। ସେଥିପାଇଁ ମତେ ଭୋକ ଲାଗିଲେ ମୁଁ ଗଲି, ମୁଁ ଖାଇଲି। ସେଇଟା ହଉଛି ମୋର ପ୍ରୋ ପ୍ରିଜର୍ଭେସନ। ସତ୍ତାକୁ ସଂରକ୍ଷିତ ରଖିବାର ଯୋଉ ବୈଶିଷ୍ଟ୍ୟ ଟା, ତାକୁ ମୁଁ ବଜାୟ ରଖିଲି, ତେଣୁ ଖାଇଲି। ମୁଁ ଯେତିକି ମୋର, ପୁଣି ଠାକୁର କହୁଛନ୍ତି ଖାଇବାରେ ବି ଧର୍ମ ରହିଛି। ଖାଇବାର ଧର୍ମ, ଯଦି ମୁଁ ଖାଇବାଟାର ଧର୍ମଚ୍ୟୁତ ହେବି, ତାହେଲେ ଖାଇବାଟା ମୋର ଯୋଉ ଫଳ ଦବା କଥା ମୋ ଶରୀର ପାଇଁ, ତାର ସେ ବିପରୀତ ଫଳ ଦବ। ଯଦି କମ୍ପାଟିବଲ ନ ହୁଏ ମୋର ଖାଦ୍ୟ ଗୁଡିକ, ମୋର ଶରୀର ପୋଷଣୀ ନ ହୁଏ, ଶରୀର ଯାହା ଚାହେଁ, ଶରୀରର ଯାହା ଚାହିଦା ରହିଛି ଅନୁରୂପ ଯଦି ଖାଦ୍ୟ ନ ହୁଏ, ତାହେଲେ ଖାଦ୍ୟଟା ମୋର ବିପରୀତ କାର୍ଯ୍ୟ କରେ। ମୋର କେବଳ ତୃଷ୍ଣା ବା କ୍ଷୁଧା ମେଣ୍ଟାଇବା, ତା ପରବର୍ତ୍ତୀରେ ଶରୀର କ୍ଷୟ ହୁଏ, ସତ୍ତା ବିପନ୍ନ ଆଡକୁ ଗତି କରେ, ରୁଗ୍ଣ ହୁଏ। ତେଣୁ ଡେଥ ଡିଜିଜ, ଠାକୁର କହିଲେ ଡିଜିଜ ବି ଏକ ଭୟଙ୍କର ଜିନିଷ, ଯେ ସେଇଟା ସତ୍ତା ମୃତ୍ୟୁ ଆଡକୁ ମଣିଷକୁ ନେଇଯାଏ। ତେଣୁ ଠାକୁର ତ କହିଲେ ଯେ ମୋର ଏଇ ଯୋଉ ୱାର, ଏଇ ଯୋଉ ଯୁଦ୍ଧ ଆଜି ବି ଚାଲିଛି, ଭାରତ ପାକିସ୍ତାନ ଯୁଦ୍ଧ, ଭୟଙ୍କର ଭୀଷଣ ଯୁଦ୍ଧ ଚାଲିଛି। ଯେ ଏ ଯୁଦ୍ଧ ପ୍ରତିଦିନ, ଆମେ ପ୍ରତି ସମୟରେ ଏ ଯୁଦ୍ଧକୁ ସାମ୍ନା ଆମେ କରୁଛୁ। ଠାକୁର କହିଲେ ଯେ ମୋର ଯୋଉ ମିଶନ ରହିଛି, ଏଟା ଏଗେନଷ୍ଟ ଡେଥ, ଡିଜିଜ, ପୋଭର୍ଟି ଆଣ୍ଡ ଡିସଇଣ୍ଟିଗ୍ରେସନ। ଯେ ଡେଥ, ଡିଜିଜ, ପୋଭର୍ଟି ଆଣ୍ଡ ଡିସଇଣ୍ଟିଗ୍ରେସନ, ଏ ସବୁ ବିରୁଦ୍ଧରେ ମୁଁ ଯାହା ଯାହା କହିଛି, ଆପଣ ମାନେ, ଆମେ ମାନେ ଦେଖୁଛୁ, ବର୍ଷ ବର୍ଷ ଧରି ଠାକୁରଙ୍କର କଥା ଆମେ ଆଲୋଚନା କରୁଛୁ, ସମୀକ୍ଷା କରୁଛୁ। ନିଜର ଜୀବନ ସହିତ ଯୋଉ ସଙ୍ଗତି, ଆମର ଜୀବନକୁ ପରିଚର୍ଯା କରୁଛୁ ଠାକୁରଙ୍କର ଏଇ ସବୁ କଥା ସହିତ ସଙ୍ଗତି ରଖି, ସେଥିରୁ ଯାହା ଅନୁଭୂତି ଆମେ ଯାହା ଦେଖୁଛୁ, ଯେ ଏ ଚାରିଟା ଜିନିଷ ମଣିଷ ଭିତରେ, ଯେ ପୋଭର୍ଟି ଅଛି, ଯେ ତା ଭିତରେ ଦାରିଦ୍ର୍ୟ ବ୍ୟାଧି, ଠାକୁର କହୁଛନ୍ତି ଦାରିଦ୍ର୍ୟ ବ୍ୟାଧିଟା, ଦାରିଦ୍ରତା ଅଲଗା, ଦାରିଦ୍ର୍ୟ ବ୍ୟାଧିଟା ଅଲଗା। ଏଇ ଜିନିଷଟା ଆମେ ଜାଣିନଥିଲେ, ଯେ ଦାରିଦ୍ର୍ୟ ଆଉ ଦାରିଦ୍ର୍ୟ ବ୍ୟାଧି ଭିତରେ ଯୋଉ ଗୋଟେ ସୀମାରେଖା ଅଛି, ତା ଭିତରେ ଗୋଟେ ଫରକ ରହିଛି, ସେଇଟା ଆମେ ଜାଣିନଥିଲେ। ଠାକୁର କହିଲେ ଯେ ଯାହା ପାଖରେ ପଇସା ପତ୍ର ନାହିଁ, ଅର୍ଥ ସମ୍ପଦ ନାହିଁ, ବିଷୟ ସମ୍ପଦ ନାହିଁ, ସେ ଯେ ଦରିଦ୍ର ହେଇପାରେ ତା ନୁହେଁ। ଦରିଦ୍ର ମଣିଷଟା, ତାର ସତ୍ତା, ତାର ଜୀବନର ଯୋଉ ବୈଶିଷ୍ଟ୍ୟ ଗୁଡିକ ରହିଛି, ସେ କେତେ, ତାର ଜୀବନଟା, ତାର ସତ୍ତାଟା, ସେଇ ତାର ସେ କେତେ ଭିତରେ ବିସ୍ତାରିତ ହେଇଛି। ମୋ ଏଇ ଯୋଉ ବିସ୍ତାର ବୁଦ୍ଧିଟା, ଆଚାର୍ଯ୍ୟ ଦେବ ଏଇ ସତ୍ସଙ୍ଗରେ, ଏଇ କନଫରେନ୍ସରେ ବି କହୁଥିଲେ, ତୁମେ ବିସ୍ତାର ଲାଭ କର, ବହୁରେ ବ୍ୟାପ୍ତ ହୁଅ, ପରିବ୍ୟାପ୍ତ ହୁଅ। ତୁମେ ଘରକୁ ଯାଅ, ଆନନ୍ଦରେ ରୁହ, ବହୁରେ ପରିବ୍ୟାପ୍ତ ହୁଅ। ମତେ ବହୁରେ ପରିବ୍ୟାପ୍ତ ହେବା ପାଇଁ, ମୁଁ ସମସ୍ତଙ୍କ ଭିତରେ ବିଚରଣ କରିବା ପାଇଁ ହେଲେ, ମୋ ଭିତରେ ସେଇଭଳି ଚରିତ୍ର, ବ୍ୟକ୍ତିତ୍ବ, ମୋର ପ୍ରେମ, ଭଲ ପାଇବା ସେଇଭଳି ଆକର୍ଷଣୀୟ ହେବା ଦରକାର। ତେଣୁ ଠାକୁର କହିଲେ ତୁମର ଚରିତ୍ର, ତୁମର ଭଲ ପାଇବାର ଆକର୍ଷଣରେ ମଣିଷ ତୁମକୁ ଖୋଜିବେ, ସେତେବେଳେ ମୋର ବିସ୍ତାରଟା ସମ୍ଭବ ହୁଏ। ତେଣୁ ଏଇ ବିସ୍ତାର, ମୁଁ ଯେତେ ବିସ୍ତାର ଲାଭ କରିବି, ମୁଁ ଯେତେ ପରିବ୍ୟାପ୍ତ ହେବି, ସମସ୍ତଙ୍କ ସମାଜ ଭିତରେ, ସମସ୍ତଙ୍କ ଭିତରେ ଆଦୃତ ହେବି, ଆକର୍ଷିତ ହେବି, ଭଲ ପାଇବାର କେନ୍ଦ୍ର ହେବି, ଲଭ ସେଣ୍ଟର ହେବି, ସେଇଟା ହଉଛି ମୋର ବିସ୍ତାର। ତେଣୁ ଠାକୁର କହିଲେ ତୁମେ ବିସ୍ତାର, ଆଚାର୍ଯ୍ୟ ଦେବ କହିଲେ ତୁମେ ବିସ୍ତାର ଲାଭ କର। ଆଉ ପୋଭର୍ଟି ସେତିକି ବେଳେ ଆସେ, ଯେତେବେଳେ ମଣିଷ ଏଥିରୁ ବଞ୍ଚିତ ହୁଏ। ତେଣୁ ଠାକୁର କହିଲେ ଦୀକ୍ଷା ହଉଛି, ଯିଏ ଦୀକ୍ଷା ନିଏ, ସେଇ ମୁହୂର୍ତ୍ତରୁ ତାର ସଂକଳ୍ପ ହଉଛି ଲୋକ ସଂଗ୍ରହ। ଏ ଲୋକ ସଂଗ୍ରହ କରିବା ଭିତର ଦେଇ ମଣିଷ ଭିତରେ ଦାରିଦ୍ର୍ୟ ବ୍ୟାଧିଟା କଟିଯାଏ।
ମଣିଷ ତଥାକଥିତ ବିଷୟ ସମ୍ପଦରେ ବଞ୍ଚିତ ହେଇପାରେ, ତା ପାଖରେ ହୁଏତ ତଥାକଥିତ ବିଷୟ ସମ୍ପଦ ବା ଗୋଟେ ବିଭିନ୍ନ ଭାବରେ ବସ୍ତୁ ତା ଭିତରେ ବସ୍ତୁ ସଂଗ୍ରହ କରିନଥାଇପାରେ, କିନ୍ତୁ ତା ଭିତରେ ଦାରିଦ୍ର୍ୟ ବ୍ୟାଧି ନଥାଏ। ମୁଁ ଯେ ଦରିଦ୍ର, ମୋ ପାଖରେ ଯେ କିଛି ନାହିଁ, ସେ ଭାବଟା ତା ଭିତରେ ଆଉ ନଥାଏ। ମୋ ଭିତରେ ସବୁ କିଛି ଅଛି। ମୁଁ ବହୁ ଲୋକଙ୍କ ଭିତରେ ମୁଁ ବିଚରଣ କରୁଛି, ମୋର ଠାକୁର ଅଛନ୍ତି। ମୋ ଭିତରେ ଠାକୁର ଜାଗ୍ରତ, ଜୀବନ୍ତ ଜାଗ୍ରତ, ମୋ ଭିତରେ ଜୀବନ୍ତ ଭାବେ ସେ ବିରାଜିତ। ମୋର ପ୍ରତିଟି କର୍ମର ଅନୁପ୍ରେରଣା ହିଁ ଠାକୁର। ମୋର ପ୍ରତିଟି ପଦକ୍ଷେପରେ, ମୋର ପ୍ରତିଟି ଜୀବନର ଅଭିବ୍ୟକ୍ତିର ଯିଏ ପ୍ରେରଣାର ଉତ୍ସ ହଉଛନ୍ତି ଠାକୁର। ତେଣୁ ତା ଭିତରେ ଦାରିଦ୍ର୍ୟ ବ୍ୟାଧି ତାକୁ ସ୍ପର୍ଶ ହିଁ କରେ ନା। ତେଣୁ ଠାକୁର କହୁଛନ୍ତି ଦାରିଦ୍ର୍ୟ ବ୍ୟାଧି এইভাবে ভাবে কটিଯାଏ। ଯିଏ ଦୀକ୍ଷା ଦିଏ ଇଷ୍ଟାର୍ଥ ଲୋକ ସଂଗ୍ରହରେ ବ୍ରତୀ ରହେ ପ୍ରତି ସମୟରେ। ଆଜି ଦୀକ୍ଷା ପତ୍ର କାର୍ଯ୍ୟକ୍ରମ ଦେଖନ୍ତୁ ଭିତର ଦେଇ କେତେ ମଣିଷ ଦାରିଦ୍ର୍ୟ ବ୍ୟାଧିରୁ ସେ ମୁକ୍ତ ହେଇଛନ୍ତି। ସେମାନଙ୍କ ଭିତରେ କେତେ ଦେଖନ୍ତୁ ସମୟ ବହୁତ ମୂଲ୍ୟବାନ। ଯୋଉମାନେ ଧନ ଉପାର୍ଜନ କରନ୍ତି, ବସ୍ତୁ ଉପାର୍ଜନ କରନ୍ତି, ସେମାନଙ୍କ ପାଇଁ ପ୍ରତିଟି ସମୟ କୋଟି କୋଟି ଟଙ୍କା ମୂଲ୍ୟରେ ସେମାନେ ହିସାବ କରନ୍ତି। କିନ୍ତୁ ଆଜି ଦେଖନ୍ତୁ ଯାହା ପାଖରେ କିଛି ନାହିଁ, ସିଏ ବି ଆଜି ସମୟ ଦେଇ ଠାକୁରଙ୍କର କଥାକୁ, ଆଚାର୍ଯ୍ୟଙ୍କର କଥାକୁ ଶିର ମସ୍ତିଷ୍କ ମଥାରେ ରଖି ସିଏ ଘର ଘର ବୁଲି ଲୋକ ସଂଗ୍ରହ କରିବାରେ ସେ ବ୍ୟତି ହଉଛି। ଆଉ ବିଶେଷ କରି ସେଇ ଲୋକ, ଯୋଉ ଲୋକ ବିଚ୍ୟୁତ ହେଇଛନ୍ତି, ଯୋଉ ଲୋକ ଦିଗହରା ହେଇଛନ୍ତି, ଯୋଉ ଲୋକ ଲକ୍ଷ୍ୟ ଭ୍ରଷ୍ଟ ହେଇଛନ୍ତି, ଯୋଉ ଲୋକ କୌଣସି କାରଣରୁ ଆମ ପାଖରୁ ଆମଠାରୁ ଦୂରେଇ ଯାଇଛନ୍ତି, ଇଚ୍ଛା କରି ନୁହେଁ। କୌଣସି ମଣିଷ ଇଚ୍ଛା କରି ମରିବାକୁ ଚାହେଁ ନାହିଁ। କୌଣସି ମଣିଷ କାହିଁକି, କୌଣସି ଇତର ପ୍ରାଣୀ ମଧ୍ୟ ସେ ଇଚ୍ଛା କରି ମରିବାକୁ ଚାହେଁ ନାହିଁ। ଅଜ୍ଞାତ, ଆଉଟ୍ ଅଫ୍ ଇଗ୍ନୋରାନ୍ସ ଆମେ ଯାହା କରୁଛୁ, ଭୁଲ କରୁଛୁ ଆଉଟ୍ ଅଫ୍ ଇଗ୍ନୋରାନ୍ସ। ମୋ ଭିତରେ ଜ୍ଞାନର, ମୋର ପିତୃପୁରୁଷ, ମୋର କୃଷ୍ଟି ଆଭିଜାତ୍ୟକୁ ଯଦି ମୁଁ ଟିକେ ନିରେଖି ଦେଖିବି ମୋର ଅତୀତକୁ, ତାହେଲେ ମୋ ଭିତରେ ତ ଅନେକ ଜ୍ଞାନ ଥିଲା। ଇଗ୍ନୋରାନ୍ସ ବୋଲି କିଛି ନଥିଲା, ଅଜ୍ଞାନତା ବୋଲି କିଛି ନଥିଲା। ଅଜ୍ଞାନତା ତ ହଉଛି ପାପ, ଇଗ୍ନୋରାନ୍ସ ଟା ଗୋଟେ ପାପ ଥିଲା। ଇଗ୍ନୋରାନ୍ସ ନ ଜାଣିବାଟା ଏକ ପାପ ଥିଲା। କିନ୍ତୁ ଆଜି ଦେଖନ୍ତୁ ଆମେ ଇଗ୍ନୋରାନ୍ସ ଆଜି ଇଣ୍ଟେଲେକ୍ଟ ହେଇପାରୁ, ବିଜ୍ଞାନ ଦେଇକିରି ଆମେ ବହୁତ ଇଣ୍ଟେଲେକ୍ଟ ହେଇପାରୁ, କିନ୍ତୁ ସାମଗ୍ରିକ ଭାବରେ ଯଦି ଆମର ଜୀବନ ଚରିତ୍ରକୁ ଯଦି ଅନୁସନ୍ଧାନ କରିବା, ତାହେଲେ ଆମ ଭିତରେ ବହୁତ ଅଭାବ ରହିଛି, ବହୁତ ଇଗ୍ନୋରାନ୍ସ ରହିଛି। ଏ ଇଗ୍ନୋରାନ୍ସ ରୁ ହିଁ ମଣିଷ ଦେଖିବେ ବିଚ୍ୟୁତ ହେଇଯାଏ। ସେ କେବଳ ଅର୍ଥ ସର୍ବସ୍ୱ ହେଇଯାଏ, ବିଷୟ ସର୍ବସ୍ୱ ହେଇଯାଏ। ଯେ ତା ଭିତରେ ସାମ୍ୟତା, ସିଏ ଯେ ତା ବ୍ୟକ୍ତିତ୍ୱ ଭିତରେ ଗୋଟେ ସାମ୍ୟତା ଇଣ୍ଟିଗ୍ରେଟେଡ, ତା ଭିତରେ ସବୁ ଜିନିଷ ଗୁଣ୍ଡିକ ଇଣ୍ଟିଗ୍ରେଟ। ସେ ଯୋଉ କ୍ଷେତ୍ରକୁ ଯାଉଛି, ଘରକୁ ଆସୁଛି, ଘରେ ତାର ଏକ ପରିଚୟ ରହିଛି। ସିଏ ଯେତେବେଳେ ସମାଜକୁ ଯାଉଛି, ସମାଜର କର୍ତ୍ତବ୍ୟ କରୁଛି, ସେତେବେଳେ ତାର ଏକ ପରିଚୟ ନେଇ ସେ କର୍ତ୍ତବ୍ୟ କରୁଛି। ବାପା ପାଖରେ ସେ ପୁତ୍ର ହିସାବରେ ତାର ପରିଚୟ ଅଛି, କର୍ମ ସମ୍ପାଦନ କରୁଛି। ପିତାମାତାଙ୍କ ପାଖରେ ତାର ଭାଇ ବନ୍ଧୁ ଯେଭଳି ଭାବେ ତାର ପରିଚୟ ରହିଛି, ଯାହା ପାଖରେ ଯେଭଳି ପରିଚୟ, ସେଭଳି ଭାବେ ସେ କର୍ମ ସମ୍ପାଦନ କରି ତାର ଜୀବନଟାର ଗୋଟେ ଇଣ୍ଟିଗ୍ରିଟି, ତା ଭିତରେ ଗୋଟେ ପୂର୍ଣ୍ଣତାର ଗୋଟେ ଭାବ ସୃଷ୍ଟି, ଆଜି ଯାହା ସାଧାରଣ ମଣିଷ ପାଖରେ ଦେଖାଯାଏନି। ଆଜି ଇଣ୍ଟେଲେକ୍ଟ ହେଇପାରେ, ମସ୍ତିଷ୍କଟା ଖୁବ ଉର୍ବର, ଖୁବ ସାର୍ପ ହେଇପାରେ, ମଙ୍ଗଳ ଗ୍ରହ ପାଇଁ ସେ ସବୁବେଳେ ଯିବା ପାଇଁ ହୁଏତ ସବୁବେଳେ ଅହରହ ଚିନ୍ତା କରୁଥାଇପାରେ, କିନ୍ତୁ ଯେତେବେଳେ ପୃଥିବୀ ପୃଷ୍ଠରେ ସିଏ ରହି, ନିଜ ଘରେ ସିଏ ରହେ, ସେ ଘରର ଯୋଉ ତାର ଚାଲିଚଳନ ଚରିତ୍ର ସିଏ ବିସ୍ମୃତ ହେଇଯାଏ। ଇଏ ହଉଛି ଅଭାବଟା ଆମର। ତେଣୁ ଯାହା ଭିତରେ ଜଣେ ପ୍ରିୟ ପରମ ଅଛନ୍ତି, ଯିଏ ଜୀବନର କଥା ହିଁ ଜାଣନ୍ତି, ଯିଏ ଜୀବନ ବିଜ୍ଞାନୀ, ଠାକୁର କହୁଛନ୍ତି କନସେପ୍ଟ ଅଫ ଲାଇଫ। ଯୋଉ ମୁଁ କହୁଥିଲି ଦାରିଦ୍ର୍ୟ ବ୍ୟାଧି, ସେ ଦାରିଦ୍ର୍ୟ ବ୍ୟାଧିଟା ମଣିଷ ଯେତେ ବିସ୍ତାର ହୁଏ, ଏଇ ଇଷ୍ଟାର୍ଥ ଲୋକ ସଂଗ୍ରହ ବ୍ରତି ରହେ, ଦାରିଦ୍ର୍ୟ ବ୍ୟାଧିଟା କଟିଯାଏ। ମଣିଷଟା ସବୁବେଳେ ଭାବେ ସମ୍ପଦଶାଳୀ। ସିଏ ବିଷୟ ସମ୍ପଦ ନହେଲେ ବି ଯେ ଠାକୁରଙ୍କ ସମ୍ପଦରେ ଏଭଳି ଭାବେ ସେ ସମ୍ପଦଶାଳୀ ନିଜକୁ ମନେ କରେ, ସିଏ ନିଜକୁ କେବେ ଅନ୍ୟଠାରୁ ଛୋଟ ମନେ କରେନି। ନେଭର ଥିଙ୍କ ସ୍ମଲ। ଯେମିତି ତୁମେ ନିଜକୁ କେବେ ଛୋଟ ମନେ କରେନି। ମୁଁ ଅକ୍ରୋଧୀ, ମୁଁ ଅମାନୀ, ମୁଁ ଯେତେବେଳେ କହୁଛି, ସେତେବେଳେ ମୋ ଭିତରେ ଗୋଟେ ପରିଚୟ ସୃଷ୍ଟି ହଉଛି। ସେ ମୁଁ ଛୋଟ କିଭଳି, ମୁଁ ପରମ ପିତାଙ୍କର ସନ୍ତାନ, ମୁଁ ତୁମରି ସନ୍ତାନ। ଏଇଟା ଯେତେବେଳେ କହୁଛି ମୁଁ ପରମ ପିତାଙ୍କର ସନ୍ତାନ, ସେତେବେଳେ ମୁଁ ଛୋଟ କେମିତି ହେବି? ତେଣୁ ଠାକୁର ଆଉ ଜଣେ ବିଶିଷ୍ଟ ସେ ନାଁଟା ଭୁଲି ଯାଉଛି, ଜଣେ ବିଶିଷ୍ଟ କବି, ସିଏ କହିଲେ ଯେ ୟୁ ଆର୍ ନଟ୍ ଏ ଡ୍ରପ୍ ଇନ୍ ଓସନ୍,
यू आर द एंटायर ओशन इन ए ड्रॉप। गोटे बिंदु भितर गोटे बिंदु भितर तुम्हें समग्र सिंधु, तुम्हें सिंधु भितर गोटे ड्रॉप नुहे एभली भाव सी कहते। तेणु ठाकुर जमी कहते जे मनीषटा हूँ ईश्वर प्रतिछवि, ईश्वर प्रतिछवि, मो भितर ईश्वर प्रतिफलित हे, मुझे प्रतिछवि। जिमिति ठाकुर कहले जे सूर्य अच्छी सूर्य अच्छी किरण भी अच्छे, सूर्य अच्छी बोली किरण अच्छे, किरण तेणुक किरणर प्रति स्वार्थ होती सूर्य। सूर्य जदि कौन कारण आड़ुआ को चली जाती, सूर्य को जदि कौन कारण घोड़े जाती, ताहले किरणर अस्तित्व कौटी रहा। तेणु मो भीतर जदि ईश्वर प्रस्फुटित न होती, मोर प्रति अभिव्यक्ति भीतर जदि ईश्वर प्रकाशित न होती, ताहले मोर अस्तित्व कौटी रहा, मोर परिचय कौटी रहा। मोर परिचय ही ईश्वर, मोर परिचय ही मोर ठाकुर, मोर परिचय ही मोर गुरु। बी एवर ऑफ दोज हुज गॉड इज इन द स्काई, जार भगवान आकाश रे अछंती ताको ता प्रति तुम सतर्क हो। ईश्वर भगवान रे झुलंती, आकाश रे झुलंती। ठाकुर यही शब्द रे कहते, कहले ईश्वर भगवान आकाश रे झुलंती, ईश्वर भगवान गुरुंक भितर या गुरुंक भितर ही आसंती। तेणु ठाकुर कहले भगवान भगवान पावा कि कष्ट कि गुरु पावा ही कष्ट, गुरु ही भगवान, सदगुरु ही भगवान। एटा ठाकुर समाधि अवस्था कहते। तेणु नाम खोजते है, ठाकुर कहते भगवान खोजते है ना, नाम खोजते है। ए नाम खोजी खोजी मनीष भगवान पाखे पहुंचे, आउ से गुरु भितर भगवान जीवंत जाग्रत, गुरु ही भगवान। ठाकुर एटा समाधि अवस्था कहते। तेणु मनीष जिते तांकु पाई जाए, सी सर्वसंपद सी जमी परिपूर्ण हो जाए, तार मानसिक अवस्था तार अवस्था से भाई उठे। समस्त भीतर ये अनुभूति निश्चय थी। तेणु इंटीग्रिटी इंटीग्रिटी आ गोटे शेष रहा इंटीग्रिटी, जे मोर इंटीग्रेशन मोर मोर व्यक्ति जीवन रे गोटे इंटीग्रेशन रही, ताकू रक्षा करने को चाहे। मोर सामाजिक मोर पारिवारिक जीवन रे गोटे इंटीग्रेशन रही, ताकू रक्षा करने को चाहे। सामाजिक जीवन रे से भाई भाव मोर देशर भी गोटे इंटीग्रिटी रही। आज युद्ध जो चली विस्तारवाद नुहे, अस्तित्व रक्षा करने, जे जीवन जीवन आउ गोटे जो अर्ज रही प्रोटेक्शन, से निजक रक्षा करे। गोटे जगह जदि गोटे मशा बसी जाए, पिंपुड़ी कामुड़ी दिए, ताहले गोटे हाथ जाकर अन्य हाथ को से पिंपुड़ी घौड़े दिए, सेटा हूँ प्रो प्रोटेक्शन प्रतिफलन। मनीष चाहे निजक रक्षा कर, कौन सी प्रकार से निजक तार अस्तित्व को विपन्न कर चाहे ना, तार सतार से अर्ज। तेणुक से पिंपुड़ीटा को मशाटा को घौड़े देला। गोटे जगार जदि घा हुए, ताहले से घाटा को जदि ताकू जदि अस्त्रोपचार न करा जाए, ताले घाटा जदि सुखीबनी, से शरीर टाक विपन्न करदब। से युद्धर आवश्यक रही। अहिंसा ठाकुर कहते, अहिंसा हिंसा न करवा जदि जे ठाकुर कहले ए आत्महत्या करी एक प्रकार अहिंसा, आत्महत्या करवा भी एक प्रकार ठाकुर कहते अहिंसा। तेणु हिंसा को नियंत्रण करने, निजको निजर आत्मरक्षा युद्ध को मनुष्य आश्रय निये। आज जो युद्धर आवश्यकता आपण पुराण जुगरे आ सबुठु बड़ उदाहरण थिला जे उदाहरण थिला महाभारत युद्ध। सबु प्रकार जेते विकल्प थिला, सब विकल्प गुड़ी को आश्रय निया जाइथिला। भगवान श्रीकृष्ण तार सारथी थिले, से ही से युद्धर जे युद्ध को परिचालन करुथिले। समस्त विकल्प जेते बेले असफल हला, सेते बेले शेष को युद्ध ही आश्रय नेला। कहीं युद्ध ही शांतिर वार्ता आनिबो, युद्ध ही एकमात्र विकल्प थिला पृथ्वी रे शांति प्रतिष्ठा करने। जो शैतान बा जो दुष्ट दुष्ट भावटा प्रसारित हो समस्त कष्ट दौला, से मुक्त करने मनीष को से मनीष को मुक्त करने युद्ध ही एकमात्र विकल्प थिला। आ से विकल्प को प्रयोग कर तेणुक शास्त्र रे अस्त्र शास्त्र रे से युद्ध विद्या भी आम देखीचु पुराण जुगरे समस्ते युद्ध रे सिद्धहस्त थिले। शिक्षा बेले युद्ध को भी शिक्षा दि जाउथला, कहीं आत्मरक्षा पाई, साम्राज्य विस्तार पाई नुहे कि मनीष उपरे आधिपत्य विस्तार पाई नुहे। आज जे भारतर तार जो गौरव एइथिपाई जे भारत कहा उपरे आत्म विस्तार पाई से युद्ध प्रयोग करिनी, केवल आत्मरक्षा पाई ही युद्ध प्रयोग करिछि। तेणु या पर जे शांति ठाकुर कहते गोटे जीवन कनसेप्ट आमर रहा दरकार।
ଯେ ସେଇ ଭାବ ନେଇ ଯୁଦ୍ଧକୁ ମତେ ଅବତୀର୍ଣ୍ଣ ହେବା ଦରକାର। ଯୁଦ୍ଧ ଯେତେବେଳେ ଚାଲେ ଦୁଇ ସମ୍ପ୍ରଦାୟ ହଉ, ଦୁଇ ଦେଶ ହଉ, ଦୁଇଟି ମଣିଷ ବି ହଉ, ଯେତେବେଳେ ଯୁଦ୍ଧ କଳି କରନ୍ତି ସେତେବେଳେ ତୃତୀୟ ବ୍ୟକ୍ତି ତାର ଲାଭ ନେବାକୁ ଚେଷ୍ଟା କରେ। ସେଥିରୁ ଯେଭଳି ସେଇଟା ଯେଭଳି ନ ହୁଏ। ଭାରତ ପାକିସ୍ତାନ ଯୁଦ୍ଧ ଚାଲିଛି ଶାନ୍ତି ପାଇଁ, ସମସ୍ତେ ଚାହୁଁନାହାନ୍ତି ଯୁଦ୍ଧ। କିଛି ମୁଷ୍ଟିମୟ ଲୋକ ତାଙ୍କର ଦୁଷ୍ଟ ଭାବକୁ, ତାଙ୍କର ବିସ୍ତାର ଭାବକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧ ପ୍ରୟୋଗ କରାଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଯେମିତି ଶାନ୍ତି ପ୍ରତିଷ୍ଠା ହୁଏ। ଶାନ୍ତି, ଠାକୁର କହୁଛନ୍ତି ଲ ଦି ପ୍ରକାର ଅଛି, ଡିଭାଇନ ଲ, ଡିସ୍କ୍ରିଟ ଲ। ଡିସ୍କ୍ରିଟ ଲ ହଉଛି ସେଇଟା ଯୋଉଟା ଆପଦ କାଳରେ ବ୍ୟବହାର କରାଯାଏ। ସେଇଟା ଯେତେବେଳେ ଆପଦ କାଳ ଚାଲିଯାଏ ସେତେବେଳେ ଡିଭାଇନ ଲ କୁ ଫଲୋ କରାଯାଏ। ଯେମିତି ଆରବ କଣ୍ଟ୍ରିକୁ ମୁଁ ଯାଇଛି, ମତେ ଆତ୍ମରକ୍ଷା କରିବା ପାଇଁ ଯଦି କିଛି ମଦ୍ୟପାନ କରିବାକୁ ପଡେ, ସେଇଠିକାର ଜଳବାୟୁକୁ ସୁଟ୍ କରିବା ପାଇଁ, ତାହେଲେ ମତେ ସେଇଟା କରିବାକୁ ହିଁ ପଡିବ, କାହିଁକି ସେଇଟା ଆତ୍ମରକ୍ଷାର ଉପାୟ। ଆଉ କିନ୍ତୁ ଯେତେବେଳେ ମୁଁ ଭାରତକୁ ଆସିବି, ଏଇ କ୍ଲାଇମେଟକୁ ଆସିବି, ମତେ ମଦ୍ୟପାନ ଛାଡିବାକୁ ପଡିବ। କାହିଁକି? ସେଇଟା ମୋର ଜୀବନକୁ ବିପନ୍ନ କରିବ। ଏଇଟା ହଉଛି ଡିଭାଇନ ଲ। ତେଣୁ ଯେତେବେଳେ ଆପଦକାଳୀନ ଚାଲିଛି ସେତେବେଳେ ଆପଦକାଳୀନ ନିୟମ ଅଲଗା, ତାପରେ ଯୋଉଟା ଡିଭାଇନ ଲାଇଫ, ଯୋଉଟା ସର୍ବକାଳୀନ ନିୟମ, ସେଇଟା ଆମକୁ ଅନୁସରଣ କରେ। ଠାକୁରଙ୍କର ଏଇଟା କଥା। ତେଣୁ କଳିରୁ ଠାକୁର କହୁଛନ୍ତି କଳି କଳି କର, କିଛି ନାହିଁ। ଏଥର ବି ଆଚାର୍ଯ୍ୟ ଦେବ କହିଲେ, ତୁମମାନେ ସବୁ ଘରକୁ ଯିବ, ଝଗଡା କରିବ, ସ୍ୱାମୀ ସ୍ତ୍ରୀ ଝଗଡା କରିବ, କର। ହସି ହସି କହୁଥାନ୍ତି କର, କିଛି ଅସୁବିଧା ନାହିଁ। କିନ୍ତୁ କଳିରୁ ଯଦି କୋଳାକୋଳି ନହେଲା ପରବର୍ତ୍ତୀ ସମୟରେ, ତାହେଲେ କଳିର ବୈଶିଷ୍ଟ୍ୟ ନଷ୍ଟ ହେଲା। ଠାକୁର ବି ଦେଖୁଥିଲେ ତାଙ୍କ ପାଖରେ ବସି ଯୋଉମାନେ ମା ମାନେ ବସୁଥିଲେ, ଆଉ ଠାକୁର ନିଜେ ସେମାନଙ୍କ ଭିତରେ ଟିକେ କଳି ଲଗଉଥିଲେ। ଟିକେ ଟିକେ କଳି ଲାଗି ଝଗଡା ଲଗେଇକିରି ଠାକୁର ସେଥିରେ ମଜା ନଉଥିଲେ। କିନ୍ତୁ ଯେତେବେଳେ ଦୁଇ ଜଣ ମା ଏଭଳି ଭାବେ ତୀବ୍ର ଭାବେ ଝଗଡା ଲାଗିଗଲେ, ଠାକୁରଙ୍କର ମନଟା ବିଷଣ୍ଣ ହେଇଗଲା। ଏଭଳି ଭାବେ ଭାଷା ବି ପ୍ରୟୋଗ କଲେ ପରସ୍ପରକୁ, ଯୋଉ ଭାଷା ସତାଘାତ ହେଇଉଠିଲା। ଯେ ଜଣେ ମା କହୁଛି ମୋର ପୁଅ ତୋ ପୁଅକୁ ଦେଖିଦବ, ଇଏ ଠାକୁର ଏକଦମ କଷ୍ଟ ପାଇଲେ। ଠାକୁର କହିଲେ ଜୀବନ ତ ବିପନ୍ନ ହେଇ ଉଠିଲା। ତୁମେ ଯେ କଳି କରୁଛ ମୋ ପାଖରେ ବସିକିରି, ତୁମେ ଯେ ଜୀବନକୁ ବିପନ୍ନ କରିବା ପାଇଁ, ଜୀବନ ଯୋଉଠି ଯେ ମୃତ୍ୟୁ ଯୋଉଠି ସବୁଠୁ ଅବାଞ୍ଛିତ ମଣିଷର, ସେ ମୃତ୍ୟୁ କଥା ତୁମେ ଚିନ୍ତା କରୁଛ। ତେଣୁ ଠାକୁର ବହୁତ ବିଷନ୍ନ ହେଇ ଗୋଟେ କଥାଟି କହିଲେ ଯେ ମୋର ମଣିଷ ଅଛନ୍ତି କୋଷ କୋଷ ଦୂରରେ, ଯୋଜନ ଯୋଜନ ଦୂରରେ ମୋ କଥା ଚିନ୍ତା କରନ୍ତି, ତୁମେ କିନ୍ତୁ ମୋ ପାଖରେ ରହି ମୋ କଥା ଚିନ୍ତା କରନି, ମୋର ମନ କଥା ତୁମେ ଚିନ୍ତା କରନି। ଇଏ ହଉଛି ଠାକୁରଙ୍କର ସେଦିନ କ୍ଷୋଭ ଥିଲା। ତେଣୁ ଯୋଉଠି ଝଗଡା ହଉଛି, କଳି ହଉଛି, ତାର ଏକ ବି ବୈଶିଷ୍ଟ୍ୟ ରହିଛି। ଆପଣ ଦେଖନ୍ତୁ, କଳି ଯୋଉଠି ହେଲା ସେଇଠି ଯଦି ଶାନ୍ତି ପ୍ରତିଷ୍ଠା ହେଲା, ପୁଣି ଠାକୁର ସତର୍କ କରି ଦଉଛନ୍ତି, ତୃତୀୟ ବ୍ୟକ୍ତି ଯଦି ସେଥିରୁ ଲାଭ ନ ହୁଏ, ଦୁଇଟି ସମ୍ପ୍ରଦାୟ ଯଦି କଳି କରନ୍ତି, ଯଦି ବା ହିନ୍ଦୁ ମୁସଲମାନ ଯଦି କଳି କରନ୍ତି, ଖ୍ରୀଷ୍ଟିଆନ ସେଥିରୁ ଲାଭ ନେଇ ପାରନ୍ତି। ଯଦି ଭାରତ ପାକିସ୍ତାନ ଯୁଦ୍ଧ କରନ୍ତି, ଚାଇନା ସେଥିରୁ ବା ଅନ୍ୟ ଦେଶ ସେଥିରୁ ଲାଭ ବି ନେଇ ପାରନ୍ତି। ଆଉ ସେ କଳିକୁ ଗୋଳି ଆହୁରି କରିଦେଇ ପାରନ୍ତି। ଏଥିରୁ କ୍ଷାନ୍ତ ହେବାକୁ ପଡେ। ତେଣୁ ଆଜିର ଆମେ ନିଶ୍ଚୟ ପ୍ରାର୍ଥନା କରିବା ଯେ ଆଜି ଯୋଉ ଆପଦକାଳୀନ ପରିସ୍ଥିତି ସୃଷ୍ଟି ହେଇଛି, କେବଳ ଆତ୍ମରକ୍ଷା ପାଇଁ, ଆମର ସାଂସ୍କୃତିକ, ଆମର ପିତୃପୁରୁଷଙ୍କର ଆଭିଜାତ୍ୟ, ଆମର ଦେଶର ସୁରକ୍ଷା, ଆମର ଦେଶର ଇଣ୍ଟିଗ୍ରିଟି, ଏ ସବୁକୁ ମଥାରେ ନେଇ ଯିଏ ଶାସକ, ଆମ ଦେଶର ଯିଏ ସର୍ବୋଚ୍ଚ ଶାସକ, ସେମାନେ ସେମାନେ ବହୁତ ସ୍ଥିତପ୍ରଜ୍ଞ। ଆଉ ସେମାନେ ଯାହା ନିଷ୍ପତ୍ତି ନେଇଛନ୍ତି ଯେ ଆମେ ତାଙ୍କୁ ନିଶ୍ଚୟ ଭାବେ ସେ ସ୍ୱାଗତ କରିବା। ଆଉ ଯେମିତି ଅତି କମ କ୍ଷୟରେ ପୃଥିବୀରେ ଶାନ୍ତି ବିରାଜ କରେ। ଭାରତ ପାକିସ୍ତାନ ଯଦି ଶାନ୍ତିରେ ରହିବେ, ଭାରତର ସାଂସ୍କୃତିକ ଆଭିଜାତ୍ୟ ଏତେ ବିରାଟ, ଠାକୁର କହୁଛନ୍ତି ଆର୍ଯ୍ୟ ସ୍ଥାନ ପିତୃସ୍ଥାନ ସବୁଠୁ ଉଚ୍ଚ ପୂଜ୍ୟମାନ। ଯେ ଏଇ ରାଜସ୍ଥାନର ସାଂସ୍କୃତିକ ଆଭିଜାତ୍ୟ ଏତେ ବିରାଟ ଯେ ଭାରତକୁ ସମସ୍ତେ ସମ୍ମାନ ଦିଅନ୍ତି, ମର୍ଯ୍ୟାଦା କରନ୍ତି। ଭାରତ ତାର ବୈଶିଷ୍ଟ୍ୟରୁ ବା ତାର ନୀତିରୁ ସେ କ୍ଷାନ୍ତ ହବନି। ଏଇଟା ଏ ସମସ୍ତଙ୍କର ଦୃଢ ଆଉ ଗୋଟେ ବିଶ୍ୱାସ ରହିଛି ଯେ ଭାରତ ଯାହା କରିବ ସେ ତାର ମର୍ଯ୍ୟାଦା ରଖି କରିବ, ସେ ମର୍ଯ୍ୟାଦାରୁ ବିଚ୍ୟୁତ ହବନି। ଏଇଟା ପୁରାଣ ଯୁଗରେ ବି ଦେଖା ହେଇଛି। ଅନେକ ସମୟରେ ଭାରତ ତାର ନିଜର ମର୍ଯ୍ୟାଦାକୁ ରଖିଛି, ତାର କୃଷ୍ଟିକୁ ବଜାୟ ରଖି ଏଇଭଳି ଭାବେ କିଛି ଆପଦକାଳୀନ ପଦକ୍ଷେପ ସିଏ ନେଇଛି, ଆଜି ବି ଭାରତ ନେଇଛି। ତେଣୁ ଆଶା କରୁଛୁ ଭାରତ ଠାକୁର ତ ଚାହୁଁନଥିଲେ ବିଭାଜନ, ପାକିସ୍ତାନ ଆଉ ଗୋଟେ ଦେଶ ହଉ, ଠାକୁର ଚାହୁଁନଥିଲେ, ବହୁତ ଚେଷ୍ଟା କରିଥିଲେ। ବିଭିନ୍ନ ଭାବେ ନେହେରୁଙ୍କ ପାଖେ, ବିଭିନ୍ନ ଦେଶ ନାୟକଙ୍କ ପାଖକୁ ଠାକୁର ମେସେଜ ବି ପଠେଇଥିଲେ, ବାର୍ତ୍ତା ପଠେଇଥିଲେ, ତାଙ୍କର ଭକ୍ତ ମାନଙ୍କୁ ବି ପଠେଇଛନ୍ତି। ସବୁ ପ୍ରକାର ଚେଷ୍ଟା ଠାକୁର କରିଛନ୍ତି ଯେ ବିଭାଜନ କୌଣସି ଦେଶ ପାଇଁ, ଯେ ବିଭାଜନ ଉଭୟ ଦେଶ ପାଇଁ କ୍ଷତିକାରକ। ଆଜି ଆମେ ତାହା ବୁଝୁଛୁ। ଏ ଯୁଦ୍ଧ ଭିତରେ ଦେଇ
मनीष भितर जे केते क्षय क्षति हब जनहानि धनहानि तार तार सीमा ही रहिबनी तथापि ठाकुरंकर कथा जे सर्वोच्च सर्वोच्च कथा ठाकुर जहाँ कहते सेटा हूँ चरम कथा सर्वोत्तम कथा से मथार नहीं आमे आमर जीवन परिचर्या करवा आ जीवन को धन्य करवा आज जो आचार्य देवंकर आम पाखे निर्देश रही आचार्य देव सहज भाव आमको केते अनुप्रेरित करती सहज सहज कथार जे तुम्हें माने समय बाहर करी जेतिकी समय गोटे सप्ताह दिने भी जाओ मसरे दिने भी जाओ बाहर को मनीष सहित जोगाजोग कर गुरुवां सहित जोगाजोग कर भल पाओ दिने भी जाओ आ जो दिन जीव से दिन जमी घर टाण रही संसार टाण पछ टाण को सब को बाद देकर तुम्हें मनीष भितर विस्तार लाभ कर तुम्हें भी विस्तार लाभ कर समाज रे धर्म प्रतिष्ठा हम ठाकुर प्रतिष्ठित हे ये तो मोर संकल्प दीक्षार संकल्प हूँ सब अवस्था मैं ठाकुर को प्रतिष्ठा करी तेणु आसतु आमे ठाकुर को प्रतिष्ठा करवा आ निजे धन्य हवा प्रति प्रति धन्य कर तोलिबा आज जो माने सब भोगदान करछन्ती समानकर शांति स्वस्ति मंगलमय जीवन मु ठाकुर रातुले प्रार्थना करछि आपण मानकर समस्तंकर अनुरूप इष्टिपुत जीवन मंगलमय जीवन प्रार्थना कर रोची दादा शरद भाई जय गुरु जय गुरु आज्ञा जय गुरु बनल जय गुरु अति सुंदर बर्तमान जहाँ परिस्थिति परिवेश होइछि भारत